ବହୁତ ପୁରୁଣା ଦିନର କଥା। ଗୋଟିଏ ଛୋଟ ଗାଁଟିଏ ଥିଲା। ଗାଁଟିର ନାମ ଥିଲା ବିରାଜପୁର। ଗାଁଟି ଛୋଟ ଥିଲା, କିନ୍ତୁ ତା'ର ଚାରିପଟେ ଜଙ୍ଗଲ ଓ ନଦୀ ଘେରି ରହିଥିଲା। ସେଇ ଗାଁର ଲୋକ ରାତି ହେଲେ ଘରୁ ବାହାରକୁ ବାହାରିବା ପାଇଁ ଡରୁଥିଲେ। କାହିଁକି ନା ଲୋକମାନେ କହୁଥିଲେ ଗାଁରେ ଗୋଟିଏ ଡାହାଣୀ ରହେ। ସେ ବାଡ଼ିରେ ବସୁଥିଲା। ସେ ଜଣେ ବୁଢ଼ୀ ମହିଳା ଥିଲା। ତା'ର ନାମ ଥିଲା ଜାଗିନୀ ମାଈ। ଦିନରେ ସେ ସାଧାରଣ ମହିଳା ଭଳି ଦେଖାଯାଉଥିଲା, କିନ୍ତୁ ରାତି ହେଲେ ତା'ର ଆଖି ଲାଲ ହୋଇଯାଉଥିଲା। ଦେହରେ ଅଜଣା ଆଲୋକ ଝଲସି ଯାଉଥିଲା। ଗାଁ ଲୋକମାନେ କହୁଥିଲେ ସେ ଶିଶୁମାନଙ୍କୁ ଆତ୍ମା ଖାଉଥିଲା। ଗୋଟେ ଦିନ ଗାଁରେ ଗୋଟେ ଛୋଟ ଛୁଆ ଖେଳୁଥିଲା। ତା'ର ନାମ ଥିଲା ରଞ୍ଜିତ। ସେ ହଠାତ୍ ଗାଏବ ହୋଇଗଲା। ସମସ୍ତେ ଖୋଜିଲେ, କିନ୍ତୁ ସେ ମିଳିଲା ନାହିଁ। ରାତିରେ ଗାଁ ଲୋକମାନେ ଦେଖିଲେ ଜାଗିନୀ ମାଈ ଘର ଆଗରେ ନୀଳ ରଙ୍ଗର ନିଆଁ ଜଳୁଛି। ସେଇ ନିଆଁ ମଝିରେ ଜଣେ ଛୋଟ ପିଲା ଚିତ୍କାର କରୁଛି, କିନ୍ତୁ ଶବ୍ଦ ବାହାରକୁ ଶୁଭୁନାହିଁ। ପରେ ଗାଁର ପୂଜାରୀ ଓ ଗୋଟେ ଯୁବକ ଗୋପାଳ ମିଶି ସେଇ ଡାହାଣୀକୁ ଧରିବା ପାଇଁ ଯୋଜନା କଲେ। ସେମାନେ ମହାକାଳ ମନ୍ତ୍ର ଓ ହନୁମାନ ଚାଳିଶା ପଢ଼ି ସେଇ ବାଡ଼ିକୁ ଗଲେ। ଘର ଭିତରେ ଧୂଆଁ ଓ ଗନ୍ଧ ଭରିଥିଲା। ଭିତରୁ ଶବ୍ଦ ଆସୁଥିଲା, ମୋ ପିଲାକୁ ଛୁଇଁଲେ ତୁମେ ଜଳିଯିବ। ଗୋପାଳ ମନ୍ତ୍ର ପଢ଼ି ଗଙ୍ଗାଜଳ ଛାଟିଲା। ସେଇ ମୁହୂର୍ତ୍ତରେ ଜାଗିନୀ ମାଈ ରୂପ ବଦଳିଗଲା। ତାଙ୍କ ଦେହ ଲମ୍ବା, ନଖ ଯେପରି ଲୌହ ଓ ଚୁଲ ଧୂଆଁ ଭଳି ଉଠୁଥିଲା। ସେ ଚିତ୍କାର କଲା ଏବଂ କହିଲା, ମୁଁ ଏ ଗାଁ ଛାଡ଼ିବି ନାହିଁ। କିନ୍ତୁ ପୂଜାରୀ ଆଞ୍ଜୁଳି ଭରି ରୁଦ୍ରାକ୍ଷ ମଳି ଛିଞ୍ଚିଲେ। ହଠାତ୍ ଆକାଶ ଗରଜିଲା, ବିଜୁଳି ପଡ଼ିଲା ଓ ସେଇ ବୁଢ଼ୀ ଆଗରେ ଅଗ୍ନିରେ ପରିଣତ ହୋଇ ଧୂଆଁ ହୋଇଗଲା। ରଞ୍ଜିତ ସେଇ ଅଗ୍ନି ମଧ୍ୟରୁ ବାହାରିଲେ। ସେ ଅସୁସ୍ଥ ଥିଲେ, କିନ୍ତୁ ଜୀବିତ ଥିଲେ। ପରଦିନ ସକାଳେ ଗାଁର ଶାନ୍ତି ଫେରିଲା। ଜାଗିନୀ ମାଈଙ୍କ ଘର ଖାଲି ଥିଲା, କିନ୍ତୁ ଦୋହାଳରେ ଏକ ହାତ ଚିହ୍ନ ରହିଗଲା, କାଳି ଆଗରେ ଜଳିଥିବା ଆକାରରେ। ସେହି ଦିନରୁ ଗାଁର ଲୋକେ ପ୍ରତିବର୍ଷ ଶିବରାତ୍ରିରେ ଗାଁ ମଝିରେ ଦୀପ ଜାଳନ୍ତି ଓ ପିଲାମାନଙ୍କୁ ସୁରକ୍ଷା ଦେଇ ପୂଜା କରନ୍ତି। କେହି କେବେ କେବେ କୁହନ୍ତି, ରାତିରେ ଜାଗିନୀ ମାଈଙ୍କ ଛାୟା ଆଜି ବି ଗାଁ ପୋଖରୀ ନଦୀ ତୀରରେ ଦେଖାଯାଏ, ଲାଲ ଚକ୍ଷୁ ଓ ଧୂଆଁ ଭରା ଶରୀର ସହିତ।